सॉरी सांग मैंने तो काली मु आपण मान सहित किसी भी वीडियो शेयर कर पारनଥିଲି ସେଥିପାଇଁ ଆପଣ ମାନେ ଜମା ବି ମୋ ଉପରେ ରାଗିବେନି। ତ କାଲି ଆକ୍ଚୁଆଲି ମୋ ପାଖକୁ ଗୋଟେ ରେଡ୍ ଭେଲଭେଟ୍ କେକ୍‌ର ଅର୍ଡରଟେ ଆସିଥିଲା। କଷ୍ଟମର କହିଥିଲେ କି ତାଙ୍କୁ ବହୁତ ହି ଫଟାଫଟ ସେ କେକ୍‌ଟା ଦରକାର। ତ ମୁଁ କହିଲି କି ଠିକ୍ ଅଛି ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନି ମୁଁ କରିଦେବି। ତ ବହୁତ ହି ସିମ୍ପଲ୍ ଡିଜାଇନ୍ ହିଁ ସେ ମୋତେ କହିଥିଲେ ଆଉ କହିଥିଲେ କି ବହୁତ ହି ଜଲ୍ଦି ଜଲ୍ଦି କରିବା ପାଇଁ। ତ ଯେହେତୁ ତାଙ୍କୁ ହାର୍ଟ ସେପ୍‌ରେ ହିଁ ଦରକାର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପାଇଁକା ତ ସେଥିପାଇଁକା ମୋତେ ବି ତ ସେତିକି ଏଫର୍ଟସ୍ ଦେଇକି ଜଲ୍ଦି ଜଲ୍ଦିରେ କରିବାର ଅଛି ନା। ତ ଯେହେତୁ ଆମେ ରେଡ୍ ଭେଲଭେଟ୍ କେକ୍ ବନଉଛେ ସେଥିପାଇଁକା ତ ଚିଜ୍ କ୍ରିମ୍‌ଟା ନିହାତି ଭାବରେ ଆବଶ୍ୟକ ପଡ଼ିବ। ତ ଯେହେତୁ ମୋ ପାଖରେ ନଥିଲା ତ ଫଟାଫଟ ସେ ଯାଇକି ସେଇଟାକୁ ନେଇ ଆସିଲି। ତାପରେ ଆପଣମାନେ ତ ଦେଖିପାରୁଥିବେ କେତେ ସାରା ଭରି ଭରିକି ମୁଁ ତା ଦେହରେ ପକେଇଛି। ତ ବହୁତ ହି ଫଟାଫଟ ସେ କେକ୍‌ଟାକୁ କମ୍ପ୍ଲିଟ୍ କରିବାର ଥିଲା। ତ ବହୁତ ହି ସିମ୍ପଲ୍ ହିଁ କେକ୍‌ଟାକୁ ଡେକୋରେସନ୍‌ଟା ରଖିଥିଲି। ତ କେକ୍‌ଟା ତ କଷ୍ଟମରକୁ ବହୁତ ହି ଭଲ ଲାଗିଥିଲା। ତ ଆପଣମାନଙ୍କୁ କେକ୍‌ଟା କେମିତି ଲାଗିଲା ସେଇଟା ତ ଆପଣମାନେ ନିଶ୍ଚୟ ମୋତେ ଜଣେଇଦେବେ। ଆଉ ଯଦି ମୋ ଭିଡ଼ିଓ ଗୁଡ଼ାକ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ପ୍ଲିଜ୍ ମୋତେ ଲାଇକ୍ କରିବା, ସେୟାର କରିବା ଆଉ ସବସ୍କ୍ରାଇବ୍ କରିବା ତ ବିଲକୁଲ ହିଁ ଭୁଲିବେନି। ଆଉ ଯଦି ଆପଣଙ୍କ ଘରେ କେହି ବି ଆଖପାଖରେ କେହି ହୋମ୍ ବେକର୍ ଅଛନ୍ତି ତାହେଲେ ନିହାତି ଭାବରେ ମୋ ଭିଡ଼ିଓଟାକୁ ସେୟାର କରିବେ ଯେମିତିକି ତାଙ୍କୁ ବି କିଛି ବେନିଫିଟ୍ ହେଇପାରିବ। ତ ରହୁଛି ନମସ୍କାର, ଜୟ ଜଗନ୍ନାଥ, ବାଏ ବାଏ।